25 ଲକ୍ଷ ହିତାକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବା ପରେ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ଆବେଦନକାରୀ। ଆଇ କେବେ ସୁଭଦ୍ରା ଟଙ୍କା ମିଳିବ, ଆଉ ନୂଆ ହିତାକାରୀଙ୍କୁ ମିଳିବ କି ନାହିଁ, ସେ କଥା ଭାବି ଭାବି ଲୋକଙ୍କ ଆଖରୁ ନିଦ ହଜିଗଲାଣି। ଏହାରି ଭିତରେ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛି ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାରେ 90 ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ମାତ୍ର 25 ଲକ୍ଷ ହିତାକାରୀଙ୍କୁ ପ୍ରଥମ କିସ୍ତି ମିଳିଛି। ଯେଉଁମାନଙ୍କୁ ଟଙ୍କା ମିଳିଛି ସେମାନେ ଶାନ୍ତିରେ ନିଶ୍ୱାସ ମାରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଯାଇଛି। କେବେ ମିଳିବ ବୋଲି ଅପେକ୍ଷା କରିଛନ୍ତି। ଏହାରି ଭିତରେ ଆବେଦନକାରୀଙ୍କୁ ଭଲ ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ମହିଳାଙ୍କ ବଡ଼ ପର୍ବରେ ବାକି 25 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହି ଏଥିସହ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି। ମହିଳାଙ୍କ ଉତ୍କଣ୍ଠାକୁ ନଜରରେ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ପ୍ରତିକ୍ରିୟା ରଖୁଛନ୍ତି। କହିଛନ୍ତି, କେୱାଇସି ପାଇଁ ସମୟ ଲାଗୁଛି। ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ 1ରୁ ଲାଭ ହେବ, ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। କୋଟିଏ ଲୋକଙ୍କ ପାଖେ ଜଲଦି ପହଞ୍ଚିବ ସରକାର। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ସତ୍ତ୍ୱେ ଆବେଦନକାରୀ ଆଶଙ୍କାରେ ଅଛନ୍ତି। 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଆଇ ସେହିଦିନ 25 ଲକ୍ଷ 11 ହଜାର ହିତାକାରୀଙ୍କ ବ୍ୟାଙ୍କ ଖାତାକୁ 5,000 ଲେଖାଏଁ ଟଙ୍କା ଯାଇଛି। ତାପରେ ବାକି ଥିବା ଆବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଦଶହରାରେ ମିଳିପାରେ ସୁଭଦ୍ରା ଯୋଜନା ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଆଗକୁ ମହିଳାଙ୍କ ଉତ୍ସବ ଆସୁଛି, ଏଥିରେ ସୁଭଦ୍ରା ଟଙ୍କା ଦିଆଯିବ। ପର୍ଯ୍ୟାୟ କ୍ରମେ 1 କୋଟି ମହିଳାଙ୍କୁ ସରକାର ସୁଭଦ୍ରା। ଏସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା 2025 ମାର୍ଚ୍ଚ 8 ତାରିଖ ପୂର୍ବରୁ ସମସ୍ତ ହିତାକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦିଆଯିବ। କିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ 25 ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିବ। ପର୍ଯ୍ୟାୟକ୍ରମେ ମୋଟ 1 କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ଦିଆଯିବ। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 92 ଲକ୍ଷ ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏହା 1 କୋଟିରେ ପହଞ୍ଚିବ। 1 କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। 2 ଦିନ ପୂର୍ବରୁ ଏନେଇ ସମୀକ୍ଷା କରାଯାଇଛି। 25 ଲକ୍ଷ 11 ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି। କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କିଏ ଆଗେ ଓ କିଏ ପରେ ପାଉଛନ୍ତି, କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ ବୋଲି ସେ କହିଛନ୍ତି।